ପିଲେ ଅଷ୍ଟମ ଅଧ୍ୟାୟକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଏହି ଅଧ୍ୟାୟରେ ଆମେ ହକି ପ୍ରବନ୍ଧକୁ ଥରେ ପଢ଼ିଦେବା ଏବଂ ତୁମ ବହିରେ ଥିବା ପ୍ରଶ୍ନ ଉତ୍ତରକୁ ଆଲୋଚନା କରିନେବା। ତୁମେମାନେ ପ୍ରସ୍ତୁତ ତାହେଲେ? ଖେଳିବାକୁ ବା କିଏ ଭଲ ନ ପାଏ? ଖେଳ ଖାଲି ଆମକୁ ଆନନ୍ଦ ଦିଏନି, ଆମ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ। ସୁଷମ ଖାଦ୍ୟ, ବିଶୁଦ୍ଧ ଜଳ, ମୁକ୍ତ ବାୟୁ ଓ ଆଲୋକ ପରି ଏହା ଆମକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଆବଶ୍ୟକ। କିନ୍ତୁ ଆମ୍ଭେମାନେ ମନେ ରଖିବା ଯେ ଖେଳି ଖେଳି ଅତ୍ୟଧିକ ହାଲିଆ ହେବା ପର୍ଯ୍ୟନ୍ତ ଖେଳିବା ଉଚିତ ନୁହେଁ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ନିୟମିତ ବ୍ୟାୟାମ ଓ ଅଙ୍ଗଚାଳନା ଆମ ଶରୀରକୁ କର୍ମଠ ଓ ବଳିଷ୍ଠ କରେ। ଏଥିଯୋଗୁଁ ସ୍ୱେଦ ଆକାରରେ ଦେହର ଦୂଷିତ ଅଂଶ ବହିର୍ଗତ ହୋଇଯାଏ। ଆମେ ବ୍ୟାୟାମ କରିବା ସମୟରେ ଘନ ଘନ ପ୍ରଶ୍ୱାସ ନେଉ ଏବଂ ଏହାଦ୍ୱାରା ଆମ ଶରୀର ଭିତରକୁ ପ୍ରଚୁର ଅମ୍ଳଜାନ ଯାଏ। ବ୍ୟାୟାମ ଦ୍ୱାରା ଆମ ଶରୀରର ମାଂସପେଶୀ ଦୃଢ଼ ହୁଏ। ଯେଉଁମାନେ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ସେମାନଙ୍କ ନିମନ୍ତେ ବ୍ୟାୟାମ ବିଶେଷ ଭାବରେ ଆବଶ୍ୟକ ହୁଏ ନାହିଁ, କିନ୍ତୁ ଯେଉଁମାନେ ମାନସିକ ପରିଶ୍ରମ କରନ୍ତି ସେମାନଙ୍କ ପାଇଁ ଏହା ଏକାନ୍ତ ପ୍ରୟୋଜନ। ଅନେକ ପ୍ରକାର ଖେଳ ଥିଲେ ହେଁ ମୁଖ୍ୟତଃ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। କେତେକ ଖେଳକୁ ଘର ଭିତରେ ଓ କେତେକ ଖେଳକୁ ଘର ବାହାରେ ଖେଳିବାକୁ ହୁଏ। ତାସ୍, ପଶା, ଲୁଡୋ, କ୍ୟାରମ୍, ଚେସ୍, ପିଙ୍ଗପଂ ପ୍ରଭୃତି ଖେଳ ସାଧାରଣତଃ ଘର ଭିତରେ ହୁଏ, କିନ୍ତୁ ଡୁଡୁ, ଫୁଟବଲ, ହକି, କ୍ରିକେଟ, ଭଲିବଲ, ଖୋ ଖୋ ପ୍ରଭୃତି ବାହାରେ ଖେଳାଯାଏ। ଆହୁରି ମଧ୍ୟ ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଘର ଭିତରେ ଓ ବାହାରେ ଖେଳାଯାଏ। ଏଗୁଡ଼ିକ ମଧ୍ୟରୁ କେତେକ ଖେଳ ପ୍ରକୃତରେ ବିଦେଶୀୟ ହେଲେ ହେଁ ଆମ ଦେଶରେ ବିଶେଷ ଲୋକପ୍ରିୟ ହୋଇପାରିଛି। ଫୁଟବଲ ଖେଳ ପରି ହକିରେ ଖେଳାଳିମାନେ ଦୁଇ ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାରର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହି ବାଡ଼ି ବା ଷ୍ଟିକ୍ର ଅଗ୍ରଭାଗ ଚେପଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲକୁ ଗଡ଼ାଇ ଗଡ଼ାଇ ଖେଳିବାକୁ ହୁଏ। ପୂର୍ବକାଳରେ ହକି ପରି ଗୋଟିଏ ଖେଳ ପାରସ୍ୟର ଲୋକମାନେ ଖେଳୁଥିଲେ। ସେମାନଙ୍କଠାରୁ ଗ୍ରୀସ୍ ଓ ରୋମର ଲୋକମାନେ ଏହି ଖେଳ ଶିକ୍ଷା କଲେ। କିନ୍ତୁ ଆଧୁନିକ ହକି ଖେଳ ପ୍ରଥମେ 1875 ମସିହାରେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା। ତାର କେତେକ ବର୍ଷ ପରେ ଗୋଟିଏ ଆନ୍ତର୍ଜାତୀୟ ହକି ଖେଳ ସମିତି ଗଢ଼ାଗଲା। ଏହି ସମିତି ହକି ଖେଳର ନିୟମ କାନୁନ ପ୍ରସ୍ତୁତ କଲେ। ଭାରତରେ ହକି ଆଜି ଜାତୀୟ ଖେଳର ଗୌରବ ଲାଭ କରିଛି। ଭାରତୀୟ ହକି ଖେଳାଳିମାନଙ୍କର କୌଶଳ ଓ ଦକ୍ଷତା ଦେଖି ପୃଥିବୀର କ୍ରୀଡ଼ାପ୍ରେମୀମାନେ ବିସ୍ମିତ ହେଉଛନ୍ତି। 1928 ମସିହାରେ ହଲାଣ୍ଡ ଦେଶରେ ଯେଉଁ ଅଲିମ୍ପିକ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତୀୟ ଖେଳାଳି ଦଳ ହକି ଖେଳରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ଲାଭ କରିଥିଲେ। ଏହାପରେ କ୍ରମାଗତ 5ଟି ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ଶୀର୍ଷସ୍ଥାନ ଅଧିକାର କରିଥିଲା। 1964 ମସିହାରେ ଟୋକିଓଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାରତ ହକି ଖେଳରେ ବିଜୟ ଲାଭ କରି ତାର ପୂର୍ବ ଗୌରବ ଅକ୍ଷୁଣ୍ଣ ରଖିଥିଲା। ଭାରତ ହକିରେ ପଥ ପ୍ରଦର୍ଶକ ହୋଇ ରହିଛି। ହକି ଖେଳରେ ଭାରତର ଗୌରବ ମୂଳରେ ନିହିତ ଅଛି ବିଶିଷ୍ଟ କ୍ରୀଡ଼ାବିତ୍ ଜୟପାଳ ସିଂ ଓ ଧ୍ୟାନଚାନ୍ଦଙ୍କ ଅପୂର୍ବ କୃତିତ୍ୱ। ଧ୍ୟାନଚାନ୍ଦଙ୍କ ଜନ୍ମ ଝାନ୍ସୀ ଅଞ୍ଚଳରେ। ବାଲ୍ୟକାଳରୁ ହକି ଖେଳ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ସେ ଜଣେ ଉଚ୍ଚ କୋଟିର ଖେଳାଳି ହୋଇଥିବାରୁ ଲୋକମାନେ ତାଙ୍କୁ ଝାନ୍ସୀ ବୀର କହୁଥିଲେ। ସେ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଢ଼ିଥିଲେ। ପୃଥିବୀର ବିଭିନ୍ନ ଦେଶର ହକି ପ୍ରତିଯୋଗିତାରେ ଏହି ଦଳ ବିପୁଳ ବିଜୟ ଲାଭ କରିଥିଲା। 1936 ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ୍ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ ତାହା ଦେଖି ଦର୍ଶକବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁଗର ବୋଲି ଆଖ୍ୟା ଦେଇଥିଲେ। ତାଙ୍କର ଅସାଧାରଣ କ୍ରୀଡ଼ା ନୈପୁଣ୍ୟ ଦେଖି ଲୋକମାନେ ସନ୍ଦେହ କଲେ ଯେ ସେ କୁହୁକ ବାଡ଼ି ବ୍ୟବହାର କରୁଛନ୍ତି କିମ୍ବା
ସେଥିରେ କୌଣସି ଅଠା ଲଗାଇଛନ୍ତି। ଲୋକଙ୍କର ଏ ସନ୍ଦେହ ମୋଚନ ପାଇଁ ତାଙ୍କୁ 2-3 ଥର ହକି ଷ୍ଟିକ୍କୁ ପରିବର୍ତ୍ତନ କରିବାକୁ ହୋଇଥିଲା। ହକି ଖେଳିଲା ବେଳେ ହକି ବଲ୍ର ଚଞ୍ଚଳ ଗତି ସହିତ ସତେ ଯେପରି ଧ୍ୟାନଚାନ୍ଦଙ୍କର ସମୁଦାୟ ଶରୀର ତାଳ ଦେଇ ଚାଲିଥାଏ। ହକି ତାଙ୍କ ପକ୍ଷରେ କେବଳ ଗୋଟିଏ ଖେଳ କହିଲେ ଠିକ୍ ହେବ ନାହିଁ। ଏହା ତାଙ୍କର ଜୀବନ ଓ ଏକମାତ୍ର ଆମୋଦ ଥିଲା। ଧ୍ୟାନଚାନ୍ଦଙ୍କର ଖେଳ ଦେଖି ଦର୍ଶକମାନେ ବିସ୍ମିତ ହୋଇଯାନ୍ତି। ଶତମୁଖରେ ତାଙ୍କର ପ୍ରଶଂସା ଖେଳିଯାଏ। ସେ ଏଡ଼େ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ ତାଙ୍କ ମନରେ ତିଳେ ହେଲେ ଗର୍ବ ନଥିଲା। ଯେ ତାଙ୍କ ସଂସ୍ପର୍ଶରେ ଆସୁଥିଲେ ସେ ତାଙ୍କର ସରଳ ଓ ନିରାଡ଼ମ୍ବର ସ୍ୱଭାବରେ ମୁଗ୍ଧ ହେଉଥିଲେ। ପ୍ରକୃତରେ କହିବାକୁ ଗଲେ ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତର ଏକ ଅମଳିନ ପ୍ରତିଭା। ତାଙ୍କର ଆଦର୍ଶ ଭାରତୀୟ ଖେଳାଳିମାନଙ୍କୁ ଅନୁପ୍ରାଣିତ କରିଛି। ତାଙ୍କର ସଂଗଠନ ଓ ଉଦ୍ୟମ ଫଳରେ ହକି ଭାରତର ମୁଖ୍ୟ ଖେଳରେ ପରିଣତ ହୋଇଛି। ପୃଥିବୀରେ ଆହୁରି କେତୋଟି ଦେଶ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଏଥିରେ ପାରଙ୍ଗମ ହୋଇ ଉଠିଲେଣି। ସେମାନଙ୍କ ମଧ୍ୟରେ ପାକିସ୍ତାନ, ପଶ୍ଚିମ ଜର୍ମାନୀ, ହଲାଣ୍ଡ, ସ୍ପେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଉଲ୍ଲେଖଯୋଗ୍ୟ। 1975ରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାରତ ବିଜୟୀ ହୋଇ ହକି କପ୍ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଯୋଗ ଦେଇଥିବା ଖେଳାଳିମାନଙ୍କ ମଧ୍ୟରେ ଓଡ଼ିଶାର ଖେଳାଳି ମାଇକେଲ କିଣ୍ଡୋ ଦକ୍ଷତାର ସହ ଖେଳି ସମସ୍ତଙ୍କୁ ଚମତ୍କୃତ କରିଥିଲେ। ହକି ସୁନ୍ଦରଗଡ଼ ଆଦିବାସୀମାନଙ୍କର ଏକ ପ୍ରିୟ ଖେଳ। ସେମାନଙ୍କ ଖେଳ ଦେଖିଲେ ମନେ ହେବ ସତେ ଯେମିତି ତାହା ସେମାନଙ୍କର ସହଜାତ। ସମ୍ପୂର୍ଣ୍ଣ ପ୍ରବନ୍ଧଟିକୁ ଥରୁଟିଏ ଆମେମାନେ ପଢ଼ିନେଲେ। ଏବେ ଆମେ ପ୍ରଶ୍ନ ଉତ୍ତର ଆଡ଼କୁ ଯିବା। ଦେଖିବା ତୁମ ବହିରେ କ'ଣ କ'ଣ ପ୍ରଶ୍ନ ସବୁ ଅଛି ସେଗୁଡ଼ିକର ଆଲୋଚନା ମଧ୍ୟ କରିନେବା। ପ୍ରଥମ ପ୍ରଶ୍ନକୁ ଯିବା ପିଲାମାନେ। ପ୍ରଥମ ପ୍ରଶ୍ନ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ କେମିତି ହଉ? ଆମେ ସୁନ୍ଦର ଦେଖାଯାଉ, ଆମକୁ ସମସ୍ତେ ଭଲ ପାଆନ୍ତି, ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ, ଆମେ ବହୁତ ଧନ ସମ୍ପତ୍ତି ପାଇଥାଉ। ପିଲା ଏଇ 4ଟା ସମ୍ଭାବ୍ୟ ଉତ୍ତର ଯେଉଁ ଅଛି ୟା ଭିତରୁ କେଉଁଟି ହେବ ଆମେ ଟିକେ ମନେ ପକାଇବା, ବୁଝିବା, ଚିନ୍ତା କରିବା, କହିବା। କହିଲ ଦେଖି ଏ 4ଟି ଭିତରୁ କେଉଁଟି ଠିକ୍ ଉତ୍ତର ହେବ? ଠିକ୍ କହିଲ, ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ପିଲାମାନେ ଆମେ ସୁସ୍ଥ ରହିଲେ ବିଭିନ୍ନ କାମ କରିପାରୁ। ସୁସ୍ଥର ଅର୍ଥ ଆମକୁ ବୁଝିବାକୁ ପଡ଼ିବ ଶାରୀରିକ ସୁସ୍ଥତା ଆଉ ମାନସିକ ସ୍ତରରେ ମଧ୍ୟ ସୁସ୍ଥତା। ଯଦି ଶରୀରର ସୁସ୍ଥତା ଥିବ ଆଉ ମାନସିକ ସୁସ୍ଥତା ନଥିବ ତାହେଲେ ଆମେ ମଧ୍ୟ ଅସୁସ୍ଥ। ଅତଏବ ଆମେ ଶାରୀରିକ ମାନସିକ ସ୍ତରରେ ସୁସ୍ଥ ରହିବାକୁ ସୁସ୍ଥତା କୁହନ୍ତି। ଖେଳ ଦ୍ୱାରା ଆମେ ସୁସ୍ଥ ସବଳ ରହୁ ଏବଂ ଦୃଢ଼ ମଧ୍ୟ ରହୁ। ବ୍ୟାୟାମ ଦ୍ୱାରା ମଧ୍ୟ ସେମିତି କିଛି ସମ୍ଭାବନା ଆମ ଶରୀରରେ ହୋଇଥାଏ। ଆମେ ସୁସ୍ଥ ସବଳ ସକ୍ରିୟ ରହିଥାଉ। ଏସବୁ କାର୍ଯ୍ୟ କଲେ ସ୍ୱାସ୍ଥ୍ୟ ଠିକ୍ ରହେ। ତା ସହିତ ଖାଦ୍ୟ ମଧ୍ୟ ଜରୁରୀ। ଖାଦ୍ୟ, ସଫା ଜଳ, ପରିଷ୍କାର ଜଳ, ଆଲୋକ ଆଉ ମୁକ୍ତ ବାୟୁ ଏସବୁର ଆବଶ୍ୟକତା ରହିଛି। ଯାହା ବି ହଉ ପିଲାମାନେ, ଆମେ ଜାଣିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଯାହାଦ୍ୱାରା ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେଉ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ହକି ଯାଦୁଗର ବୋଲି ଆଖ୍ୟା ଦେଇଥିଲେ। ଏହାର କାରଣ କ'ଣ? କହିପାରିବ ପିଲାମାନେ ଏହାର କାରଣ କ'ଣ? ଧ୍ୟାନଚାନ୍ଦ ଜଣେ ପ୍ରସିଦ୍ଧ ହକି ଖେଳାଳି, ଆମେ ଏକଥା ଆଲୋଚନା କରିଛନ୍ତି। ସେ ଯେତେବେଳେ ପଡ଼ିଆରେ ହକି ଖେଳନ୍ତି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଚାହାନ୍ତି, କାରଣ ସେ ବଲ୍ ଯେମିତି ଧାଉଁଥାଏ ସେ ତା ପଛେ ପଛେ ଠିକ୍ ସେମିତି ତାଳ ଲୟରେ ଧାଉଁଥାନ୍ତି ଆଉ କଦାପି ତାଙ୍କର ଷ୍ଟିକ୍କୁ ବଲ୍ ଛାଡ଼ି ଯାଉନଥାଏ। ଏହିପରି ଆଶ୍ଚର୍ଯ୍ୟଜନକ ଖେଳ ପ୍ରଦର୍ଶନ ସେ କରନ୍ତି ପଡ଼ିଆରେ। ଠିକ୍ ଅଛି ପିଲାମାନେ, ଦେଖିବା 4ଟି ଅପସନ୍, 4ଟି ସମ୍ଭାବ୍ୟ ଉତ୍ତର କ'ଣ ଦେଇଛି ତା ଭିତରୁ ଠିକ୍ କୋଉଠି। ପ୍ରଥମ ସମ୍ଭାବ୍ୟ ଉତ୍ତର, ଲୋକମାନେ ଧ୍ୟାନଚାନ୍ଦଙ୍କୁ ବହୁତ ଭଲ ପାଉଥିଲେ। ଦ୍ୱିତୀୟ କଥାଟି, ତାଙ୍କ ହକି ବାଡ଼ିରେ ଅନନ୍ୟ ବୈଶିଷ୍ଟ୍ୟ ଥିଲା। ଖେଳରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ।
କେଉଁଠି ଠିକ୍ ହେବ କହିଲେ ପିଲାମାନେ? ଦେଖିବା କେଉଁଠି ଠିକ୍ ହେବ। ଠିକ୍ ଅଛି, ଦ। ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ଠିକ୍ ଅଛି ପିଲାମାନେ। ପରବର୍ତ୍ତୀ ପ୍ରଶ୍ନ ଅଛି, ଖେଳ ଆମ ପାଇଁ ଆବଶ୍ୟକ। ଏହାର କାରଣ କ'ଣ? ଆମେ ଖେଳରୁ ଆନନ୍ଦ ପାଉ, ଆମ ଶରୀର ସୁସ୍ଥ ରହେ, ଆମେ ଖୁସି ହେଉ, ଆମେ ଅଳସୁଆ ହେଉ ନାହିଁ। କେଉଁ କଥାଟି ଠିକ୍ ହେବ ପିଲାମାନେ? ଠିକ୍ କହିଲ, ଆମ ଶରୀର ସୁସ୍ଥ ରହେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବ୍ୟାୟାମ ଆମର ଦରକାର, ଏହାର କାରଣ କ'ଣ? ବୁଦ୍ଧି ଦୃଢ଼ ହୁଏ, ଶରୀର ବଳିଷ୍ଠ ହୁଏ, ଚିନ୍ତା ଦୂର ହୁଏ, ମନରେ ଶାନ୍ତି ଆସେ। କହିଲ ପିଲାମାନେ, କେଉଁଟି ଠିକ୍ ଉତ୍ତର ହେବ? ଠିକ୍ କହିଲ, ଶରୀର ବଳିଷ୍ଠ ହୁଏ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। ସ୍ୱାସ୍ଥ୍ୟ ଅମୂଲ୍ୟ ସମ୍ପଦ, ଏହାର କାରଣ କ'ଣ? ସ୍ୱାସ୍ଥ୍ୟ ଭଲ ଥିଲେ ଆମେ ଖେଳିପାରୁ, ସବୁ କିଛି ସମ୍ଭବ ହୁଏ, ଆମେ ବୁଲାବୁଲି କରିପାରିବା, ଆମେ ପାଠ ପଢ଼ିପାରିବା। ଠିକ୍ ଉତ୍ତର କେଉଁଠି ହେବ ପିଲା? ଠିକ୍ କହିଲ, ସ୍ୱାସ୍ଥ୍ୟ ଥିଲେ ସବୁ କିଛି କାମ ସମ୍ଭବ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ଅଧିକ ଖେଳିବା ଉଚିତ ନୁହେଁ, ଏହାର କାରଣ କ'ଣ? ଅଧିକ ଖେଳିଲେ ଆମେ ଖୁସି ହେଉ, ଅଧିକ ଖେଳିଲେ ଆମେ ହାଲିଆ ହେବାର ସମ୍ଭାବନା ଅଛି, ବା ଆମେ ହାଲିଆ ହେଉ, ଆମେ ଅର୍ଥ ପାଇବୁ, ଆମେ ସୁନ୍ଦର ହେବୁ। ଅଧିକ ଖେଳିଲେ ହାଲିଆ ହେବାର ସମ୍ଭାବନା ଅଛି, ତେଣୁ ଆମେ ଅଧିକ ଖେଳିବା ଉଚିତ ନୁହେଁ। ଠିକ୍ ଅଛି ପିଲାମାନେ। ପରବର୍ତ୍ତୀ ପ୍ରଶ୍ନରେ ବ୍ୟାୟାମର ସ୍ୱେଦ ବାହାରେ, ଫଳରେ ସ୍ୱେଦ ଝାଳ ବାହାରେ, ଫଳରେ କ'ଣ ହୁଏ? ଶରୀର ସଫା ହୁଏ, ଶରୀର ଦୃଢ଼ ହୁଏ, ଶରୀର ପତଳା ହୁଏ, ଶରୀର ସୁସ୍ଥ ହୁଏ। କୋଉଟା ଠିକ୍ ପିଲାମାନେ? ଶରୀର ସଫା ହୁଏ। ଠିକ୍ ଅଛି। ଝାଳ ବାହାରିବା ଦ୍ୱାରା ଆମ ଦେହରେ ଥିବା ଅଳିଆ ଆବର୍ଜନା ଯେଉଁଗୁଡ଼ାକ ମଇଳା ଥାଏ ଦେହ ଭିତରେ, ସେଇଟା ଝାଳରେ ବାହାରକୁ ବାହାରି ଆସେ, ଅପରିଷ୍କାର ଜିନିଷ ବାହାରି ଆସେ। ପରବର୍ତ୍ତୀ ପ୍ରଶ୍ନ ଅଛି, ବ୍ୟାୟାମ ସମୟରେ ଅମ୍ଳଜାନ ବଢ଼େ, କାରଣ ଆମେ ଘନ ଘନ ପ୍ରଶ୍ୱାସ ନେଉ, ଆମେ ଖାଦ୍ୟ ଖାଉ, ଅଧିକ ଜଳ ପିଇଥାଉ, ଆମକୁ ଦୌଡ଼ିବାକୁ ପଡ଼େ। କୋଉଟା ଠିକ୍ ଉତ୍ତର ହେବ ପିଲାମାନେ? ଆମେ ଘନ ଘନ ପ୍ରଶ୍ୱାସ ନେଉ। ପରବର୍ତ୍ତୀ ପ୍ରଶ୍ନ ଅଛି, ଲୋକମାନେ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା କରୁଥିଲେ, ଏହାର କାରଣ? ସେ ଭଲ ଖେଳୁଥିଲେ, ସେ ଖେଳୁ ନଥିଲେ, ସେ ଘୁମୁଥିଲେ, ସେ ଦୌଡ଼ୁ ନଥିଲେ। କ'ଣ ହେବ ପିଲାମାନେ? ଠିକ୍ ଉତ୍ତର, ସେ ଭଲ ଖେଳୁଥିଲେ, ସେଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନରେ ଧ୍ୟାନଚାନ୍ଦ ସରଳ ମଣିଷ ଥିଲେ, ଏହାର କାରଣ? ତାଙ୍କ ପାଖରେ ଅହଙ୍କାର ନଥିଲା। ଠିକ୍ ଅଛି ପିଲାମାନେ, ଉତ୍ତରଟି ପାଇଲେ। ବର୍ତ୍ତମାନ ଆମେ କିଛି ଶବ୍ଦ ପାଇଲେ ଏବଂ ଶବ୍ଦର ଅର୍ଥ କିମ୍ବା ପ୍ରସଙ୍ଗର ବ୍ୟାଖ୍ୟା ଡାହାଣ ପଟରେ ପାଇଲେ। ଏଇଠାରେ କିଛି ଶବ୍ଦ, ଆମ ପାଖରେ 5ଟି ଶବ୍ଦ ଅଛି, ଆଉ ଏଇଠି ଅଛି ଶବ୍ଦ ଗୁଡ଼ିକର ବ୍ୟାଖ୍ୟା। ଠିକ୍ ଅଛି ପିଲାମାନେ। ପ୍ରଥମ ଶବ୍ଦ ହେଉଛି ଝାନ୍ସୀ। ତାର ଅର୍ଥ କିମ୍ବା ବ୍ୟାଖ୍ୟା କ'ଣ ହେବ? ହକି ଖେଳାଳି ହାତରେ ଧରି ନିୟମିତ ଶାରୀରିକ ଅଙ୍ଗଚାଳନା। ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଓଡ଼ିଶାର ଜଣେ ହକି ଖେଳାଳି, ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଏହା ଏକ ସହର। କୋଉଟା ହେବ ପିଲାମାନେ? ଠିକ୍ କୋଉଟା ହେବ? ଝାନ୍ସୀ କୋଉଟା ହେବ? ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଏହା ପ୍ରତି 4 ବର୍ଷରେ ଥରେ ଖେଳାଯାଇଥାଏ। ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ ଅଟେ। ଠିକ୍ ଅଛି ପିଲାମାନେ, ତାହେଲେ କ'ଣ ହେଲା ଝାନ୍ସୀ? ହକି ଖେଳାଳି ଧ୍ୟାନଚାନ୍ଦଙ୍କର ଜନ୍ମସ୍ଥାନ ଅଟେ। ବୁଝିହେଲା ଏଥର? ହକି ଷ୍ଟିକ୍ କେଉଁଟା ହେବ ଦେଖିବା? ଓଡ଼ିଶାର ଜଣେ ହକି ଖେଳାଳି, ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ। ଏଥର ଆମେ ବୁଝିପାରିଲେ? ଏଇଟା ହେବ 1 ନମ୍ବରଟା ହେବ ଏହାର ବ୍ୟାଖ୍ୟା। ଟୋକିଓ ଓଡ଼ିଶାର ଜଣେ ହକି ଖେଳାଳି, ନିୟମିତ ଶାରୀରିକ ଅଙ୍ଗଚାଳନା, ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଏହା ପ୍ରତି 4 ବର୍ଷରେ ଥରେ ଖେଳାଯାଇଥାଏ। ନା, ଏହା ଏକ ସହର, ଏହା ଜାପାନର ରାଜଧାନୀ। ତାହେଲେ ଟୋକିଓ 3 ନମ୍ବରଟା ଏଠି 6 ନମ୍ବରରେ ଫିକ୍ସ ହେବ। ଏଠି ଠିକ୍ ଅଛି, ଉତ୍ତର ପାଇଗଲେ ଆମେ। ପରବର୍ତ୍ତୀ କଥା, ବ୍ୟାୟାମ।
ବ୍ୟାୟାମ କାହା କହିବା? ନିୟମିତ ଶାରୀରିକ ଅଙ୍ଗ ଚାଳନାର କୌଶଳକୁ ବ୍ୟାୟାମ କହନ୍ତି। ବ୍ୟାୟାମ କାହା କହନ୍ତି? ନିୟମିତ ଶାରୀରିକ ଅଙ୍ଗ ଚାଳନାର କୌଶଳକୁ ବ୍ୟାୟାମ କହନ୍ତି। ମାଇକେଲ କିଣ୍ଡୋ, ଆମେ ଜାଣିଛନ୍ତି କିଏ ସେ ବ୍ୟକ୍ତି? ଜଣକ ଖେଳାଳି, ଜଣେ କି ଖେଳାଳି? ହକି ଖେଳାଳି। ତାଙ୍କ ଘର କୋଉଠି? ଓଡ଼ିଶାର ଜଣେ ହକି ଖେଳାଳି। 1975 ମସିହା ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ। ତାଙ୍କର ଘର ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ। ବୁଝିପାରିଲେ ପିଲାମାନେ? ଏଥର ଆମେ ଶବ୍ଦର ବ୍ୟାଖ୍ୟା ବୁଝିନେଲେ, କାମଟି ସହଜରେ କରିପାରିଲେ। ପରବର୍ତ୍ତୀ ପ୍ରଶ୍ନ ଅଛି, ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। କାହିଁକି କହୁ ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ? ପିଲାମାନେ ଏ କଥା ତମମାନେ ସବୁ ବୁଝିଛ। ସ୍ୱାସ୍ଥ୍ୟ ସବୁ କିଛି। ଆମର ସ୍ୱାସ୍ଥ୍ୟ ଠିକ ଅଛି ଅର୍ଥ ଆମେ ଠିକ ଅଛନ୍ତି। ଆମେ ଜୀବନରେ ଯେକୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା କରିବା, ସେଥିପାଇଁ ଆମେ ସୁସ୍ଥ ରହିଥିବା ଦରକାର। ଯଦି ଆମେ ଅସୁସ୍ଥ ଅନୁଭବ କରନ୍ତି, ତାହେଲେ ଆମେ କୌଣସି କାର୍ଯ୍ୟ କରିବାକୁ ଯୋଗ୍ୟ ହୁଅନ୍ତି ନାହିଁ। କୌଣସି ସ୍ଥାନକୁ ଯିବା, କୌଣସି କାର୍ଯ୍ୟ କରିବା, କୌଣସି କାର୍ଯ୍ୟରେ ବାବଦରେ ଚିନ୍ତା କରିବା ପାଇଁ ଆମେ ମାନସିକ ସ୍ତରରେ ହେଉ, ଶାରୀରିକ ସ୍ତରରେ ହେଉ ସୁସ୍ଥ ରହିଥିବା ଦରକାର। ଯେହେତୁ ଏକ ସୁସ୍ଥ ଶରୀର ସବୁ କିଛି କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯୋଗ୍ୟ ବିବେଚିତ ହୁଏ, ତେଣୁ ସୁସ୍ଥ ରହିଲେ ଆମେ ସବୁ ସମ୍ପଦ ପାଇପାରିବା ବୋଲି କଥାରେ ଅଛି। ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହେଉଛି ଆମର ଅମୂଲ୍ୟ ସମ୍ପଦ। ଏ କଥା ଆମେ ବୁଝିଲେ। ଆମ ଅନୁଚ୍ଛେଦ ଗୁଡ଼ିକରେ ସ୍ୱାସ୍ଥ୍ୟ କଥା 2-3 ଜାଗାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ହକି ଖେଳର ପ୍ରାରମ୍ଭରୁ ସ୍ୱାସ୍ଥ୍ୟ କଥା କୁହାଯାଇଛି ଏବଂ ଖେଳ ଆଉ ବ୍ୟାୟାମ ଆମ ସ୍ୱାସ୍ଥ୍ୟକୁ କେମିତି ପ୍ରଭାବିତ କରେ ସେ କଥା ମଧ୍ୟ କୁହାଯାଇଛି। ପିଲାମାନେ, ଦ୍ୱିତୀୟ ପ୍ରଶ୍ନକୁ ଯିବା। ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁଗର ବୋଲି ଆଖ୍ୟା ଦେଇଥିଲେ। କାହାକୁ ଆଖ୍ୟା ଦେଇଥିଲେ? ଧ୍ୟାନଚାନ୍ଦଙ୍କୁ ଆଖ୍ୟା ଦେଇଥିଲେ। ଠିକ ଅଛି ପିଲାମାନେ, କାହିଁକି ଆଖ୍ୟା ଦେଇଥିଲେ? ଧ୍ୟାନଚାନ୍ଦ ଯେତେବେଳେ ପଡ଼ିଆରେ ଖେଳୁଥିଲେ, ସେତେବେଳେ ବଲର ଗତି ଅନୁସାରେ ସେ ଗତି କରୁଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ତାଙ୍କ ହକି ଷ୍ଟିକ୍କୁ ବଲ୍ ଛାଡ଼ି କରି ଯାଉନଥିଲା। ହକି ବଲର ଗତି ସତେ ଯେମିତି ତାଙ୍କ ଦେହରେ ମିଶି ଯାଉଥିଲା। ଗୋଟିଏ ଯାଦୁ ଛଡ଼ି ଯେମିତି କାର୍ଯ୍ୟ କରେ, ଠିକ୍ ସେମିତି ତାଙ୍କର ହକି ବାଡ଼ିଟି ବଲ୍ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲା, ଯାହାକୁ ଦେଖି ବିସ୍ମିତ ହେଇଯାଉଥିଲେ ଦର୍ଶକ ଏବଂ ତାଙ୍କୁ ସମସ୍ତେ ଏକ ସ୍ୱରରେ କହିଲେ, ଧ୍ୟାନଚାନ୍ଦ ହେଉଛନ୍ତି ହକି ଖେଳର ଯାଦୁକର। ଠିକ ଅଛି ପିଲାମାନେ, ସେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରୁଥିଲେ, କ୍ରୀଡ଼ାର ଉନ୍ନତ ଦକ୍ଷତା ପ୍ରଦର୍ଶନ କରୁଥିଲେ ଏବଂ ସୁନ୍ଦର ଖେଳ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ହକି ଖେଳର ଯାଦୁଗର ବୋଲି କୁହାଯାଇଛି। ତୃତୀୟ ପ୍ରଶ୍ନକୁ ଯିବା ପିଲାମାନେ। କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ? ଆମମାନେ ଆଲୋଚନା କଲେ। କ୍ରୀଡ଼ା ଏକ ପ୍ରକାରର ବ୍ୟାୟାମ। କ୍ରୀଡ଼ାରେ ଦକ୍ଷତା ଆସିବା ପୂର୍ବରୁ ବ୍ୟାୟାମ ଦ୍ୱାରା ଆମ ଶରୀର ସକ୍ରିୟ ହୋଇଥାଏ। ତେଣୁ କ୍ରୀଡ଼ା ଆଉ ବ୍ୟାୟାମ ପରସ୍ପର ଜଡ଼ିତ। ଆମେ ବ୍ୟାୟାମ କଲା ପରେ କ୍ରୀଡ଼ା ଯୋଗ୍ୟ ହୁଅନ୍ତି, କ୍ରୀଡ଼ା ସମୟରେ ମଧ୍ୟ ବ୍ୟାୟାମ ହୋଇଥାଏ। ଅତଏବ ବ୍ୟାୟାମର ଉପକାରିତା ଶରୀର ଉପରେ ଯାହା ପଡ଼ିଥାଏ, କ୍ରୀଡ଼ା ଦ୍ୱାରା ମଧ୍ୟ ଶରୀରର ସମାନ ଉପକାର ସାଧିତ ହୋଇଥାଏ। ଏହା ବ୍ୟତୀତ କ୍ରୀଡ଼ା ଦ୍ୱାରା ମନ ଆନନ୍ଦିତ ରହେ, ଶରୀର ସ୍ଫୁର୍ତ୍ତି ଆସେ ଏବଂ ସକ୍ରିୟ ହୁଏ। ତେଣୁ ଶାରୀରିକ ସ୍ତରରୁ ଏବଂ ମାନସିକ ସ୍ତରରେ ମଧ୍ୟ ଆମେ ଉପକୃତ ହୁଅନ୍ତି କ୍ରୀଡ଼ା ଦ୍ୱାରା। ଠିକ ଅଛି ପିଲାମାନେ, ଆହୁରି ଗୋଟିଏ ବଡ଼ କଥା ମୁଁ କହିବାକୁ ଭୁଲି ଯାଉଛି। କ୍ରୀଡ଼ା ଦ୍ୱାରା ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ହୁଏ। ସଫଳତା ଆମର ଆତ୍ମବିଶ୍ୱାସ ବୃଦ୍ଧି କରାଏ। କ୍ରୀଡ଼ାରେ ଜିତିବା ଆମର ଆତ୍ମବିଶ୍ୱାସ ବୃଦ୍ଧି କରାଇବା ସଙ୍ଗେ ସଙ୍ଗେ ମାନସିକ ସ୍ତରରେ ଆମକୁ ଦୃଢ଼ କରାଏ ଏବଂ ଏଥିସହିତ କ୍ରୀଡ଼ାରେ ପରାଜୟ ସ୍ୱୀକାର କରିବା ଆମକୁ ଦୃଢ଼ ମଧ୍ୟ କରିଥାଏ ଏବଂ ପରବର୍ତ୍ତୀ କ୍ରୀଡ଼ା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସୁଯୋଗ ସୃଷ୍ଟି କରେ। ତେଣୁ କ୍ରୀଡ଼ା ଆମ ଶାରୀରିକ ଆଉ ମାନସିକ କ୍ଷେତ୍ରରେ ଅନେକ ସାହାଯ୍ୟ କରେ, ଅନେକ ଅବଦାନ ରଖିଥାଏ ଏସବୁର ବିକଶିତ ହେବା ପାଇଁ। ଠିକ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନ ଅଛି, ଝାନ୍ସୀ ବୀର କିଏ? ଆମମାନେ ଜାଣିଥିଲେ ଝାନ୍ସୀରେ ଜନ୍ମଗ୍ରହଣ କରିଥିଲେ ଧ୍ୟାନଚାନ୍ଦ। ଠିକ ଅଛି,
ସେ ହକି ଖେଳରେ ପ୍ରବଳ ମାତ୍ରାରେ ପାରଙ୍ଗମ ଥିଲେ। ପ୍ରଥମରୁ ହକିକୁ ଭଲ ପାଉଥିଲେ। ହକିକୁ ତାଙ୍କର ଜୀବନ ଆଉ ଆମୋଦ ବୋଲି ସେ ଗ୍ରହଣ କରିଥିଲେ। ଏବଂ ସେ ଯେଉଁ ହକି ଦଳ ତିଆରି କରିଥିଲେ, ସେ ଦଳ ସାରା ବିଶ୍ୱରେ ନିଜର ଖେଳ ପ୍ରତିପାଦନ କରି ନିଜକୁ ପ୍ରତିଷ୍ଠା ଆଣିଥିଲେ ନିଜ ଦଳକୁ। ତେଣୁ ଯେହେତୁ ଝାନ୍ସିର ଜଣିଏ ଖେଳାଳି ସାରା ବିଶ୍ୱରେ ପରିଚିତ ହେଲା, ତେଣୁ ତାକୁ ଝାନ୍ସି ବୀର ବୋଲି କୁହାଯାଉଥିଲା ଧ୍ୟାନଚାନ୍ଦକୁ। ଆମର ହକି ଖେଳ ପ୍ରତି ତାଙ୍କର ଗଭୀର ଅବଦାନ ରହିଥିଲା। ସେ ନେତୃତ୍ୱ ନେଇଥିଲେ ଭାରତୀୟ ହକି ଦଳର। 5 ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ଭାରତବର୍ଷ ହକିରେ, ତାହା ପୁଣି ଅଲମ୍ପିକ କ୍ରୀଡ଼ାରେ। ତ ପିଲାମାନେ, ଝାନ୍ସି ବୀର ଧ୍ୟାନଚାନ୍ଦଙ୍କର ହକି ଖେଳ ପ୍ରତି ଅବଦାନ କହିଲେ ବହୁତ କମ୍ ହେବ। ଆମେ ଆମ ଅନୁଚ୍ଛେଦ ଗୁଡ଼ିକର ଆଲୋଚନା କରିଛନ୍ତି। ଅତଏବ ଆମେ କ'ଣ ଲେଖିବା? ଧ୍ୟାନଚାନ୍ଦକୁ ଝାନ୍ସି ବୀର କୁହାଯାଏ। ହକି ଖେଳରେ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିବା ପରି ଖେଳାଳିଟିଏ ଥିଲେ ଧ୍ୟାନଚାନ୍ଦ। ପ୍ରଥମରୁ ଭାରତୀୟ ହକି ଦଳର ସ୍ରଷ୍ଟା କହିଲେ ତାଙ୍କୁ ବୁଝାଯାଏ। ସେ ଯେଉଁ ଦଳ ଗଠନ କରିଥିଲେ, ସେ ଦଳ ସାରା ପୃଥିବୀରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲା ଏବଂ ତାଙ୍କୁ ଅନ୍ୟ ଖେଳାଳିମାନେ ଅନୁସରଣ କରି ନିଜର ଖେଳ ପ୍ରତିଭାକୁ ବଢ଼ାଇଥିଲେ। ଅତଏବ ଭାରତୀୟ ହକିକୁ ଗୋଟେ ସ୍ୱତନ୍ତ୍ର ଦିଗ ଦେଇଥିଲେ ସେ, ଏବଂ ବିଶ୍ୱ ହକିକୁ ମଧ୍ୟ ସ୍ୱତନ୍ତ୍ର ଦିଗ ଦେଇଥିଲେ ଧ୍ୟାନଚାନ୍ଦ। ପିଲାମାନେ, 4ଗୋଟି ପ୍ରଶ୍ନର ଆଲୋଚନା ସରିଲା। ତୁମମାନେ ଏ ପ୍ରଶ୍ନର ଉତ୍ତର ଖାତାରେ ଲେଖିବ। ପିଲେ, ଆଜିର ଅଧ୍ୟାୟରେ ଆଲୋଚନା ଏତିକିରେ ରହିବ। ତମମାନଙ୍କୁ ପରବର୍ତ୍ତୀ ଅଧ୍ୟାୟରେ ନୂଆ ନୂଆ କଥା କହିବୁ। ସେ ପର୍ଯ୍ୟନ୍ତ ତମମାନେ ଭଲରେ ଥାଅ, ମନ ଦେଇ ପଢୁଥାଅ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।